ଖାଇ ସାରିବା ମାନେ ଦେଖନ୍ତୁ ଆମର ଆସିଛି ଗୋଟେ ପାର୍ସଲ। ତ ଏତେ ବଡ଼ ବକ୍ସ ଭିତରେ କ'ଣ ଅଛି ଭାବନ୍ତୁ। ଏଇଟା ଅଛି ଆମର ମୋର ପ୍ରିୟ ଭଉଣୀ ଚିକିର ଗୋଟେ ଖୁସିର ଜିନିଷ, ତାକୁ ଏଇଟା ବହୁତ ପସନ୍ଦ। ଏଇଟା ଓପନ୍ ବକ୍ସ ଡେଲିଭରି ଥିଲା, ସେଥିପାଇଁ ଖୋଲା ହେଇଯାଇଛି। ତ ଚାଲନ୍ତୁ ଭାବନ୍ତୁ ମୋର କ'ଣ ଫେଭରେଟ୍ ଜିନିଷ ହେଇଥିବ ଆପଣମାନେ ଯିଏ ଦେଖନ୍ତୁ। ଏଇଟା ଗୋଟେ ଷ୍ଟାଣ୍ଡ, ଯେହେତୁ ଘର ସଜଡ଼ା କାମ, ତାର ଏଗୁଡ଼ାକ ଜିନିଷ ଫେଭରେଟ୍ ଆଉ କ'ଣ। ଦେଖନ୍ତୁ ଏଇଟା ଆଉ ଏଇଟା ତା ଡ୍ରର। ତ ଚାଲନ୍ତୁ ଏଇଟା କରିବା, କେମିତି ହେଇଛି ଦେଖିବା, କେମିତି କ'ଣ ଆସିଛି ଏଇଟା। ଦେଖନ୍ତୁ ଏବେ ରେଡ଼ି ଚାଲିଛି। ଏମିତି ତାର ସବୁ ପାର୍ଟସ୍ ଅଛି, ତାକୁ ଜଏନ୍ କରିକି ଆପଣମାନେ ବି ବନେଇ ପାରିବେ। ଦେଖନ୍ତୁ ପୁରା ରେଡ଼ି ଚାଲିଛି। ଏଇଟା ବନେଇବା ବହୁତ ସହଜ। ଗୋଟେ ଗୋଟେ ବହୁତ କ୍ରିଟିକାଲ ଥାଏ, ମାନେ ଜାଣିପାରିବେନି କ'ଣ କରିବାକୁ ପଡ଼ୁଛି କ'ଣ ନାହିଁ। ଏଇଟା କିନ୍ତୁ ବହୁତ ଇଜି ଅଛି। ଏମିତି ଲଗା, ତାପରେ ତାକୁ ଜଏନ୍ କରିଦିଅ, ସରିଲା। ହଁ, ମାନେ ତାର ସେଇ ଯେଉଁ ଏଇ ଯେଉଁ ଷ୍ଟିକ୍ ଗୁଡ଼ାକ ଖାଲି ଜଏଣ୍ଟ କରିବ, ତା ଉପରେ ପୁଣି ଆଉ ଦେଖାଉଛି, ଦେଖା ଗୋଟେ ଭିଉଅର୍ସ ମାନଙ୍କୁ କରିକି। ଦେଖନ୍ତୁ ଏମିତି ଆପଣ ଷ୍ଟିକ୍ଟାକୁ ଜଏନ୍ କରିବେ, ଏସବୁ ଚାରିଟା, ପୁଣି ତା ଉପରେ ଆଉ ଗୋଟେ ପ୍ଲେଟ୍ ଲଗାଇବେ। ଚାରିଟା ଲାଗିଗଲା, ତାପରେ ଗୋଟେ ପ୍ଲେଟ୍ ଲାଗିବ। କେତେ ଟିକେ ଏପଟକୁ। ହଁ, ମାନେ ବହୁତ ଇଜି ଏ ଷ୍ଟାଣ୍ଡଟା। ଦେଖନ୍ତୁ ହେଇଗଲା। ଦେଖନ୍ତୁ ଏବେ ପୁରା ରେଡ଼ି ହେଇଗଲାଣି। ଗୋଟେ ଏମିତି ଡ୍ର ବି ଇଜି ଆକ୍ସେସ୍ କରିପାରିବେ। ଆଉ ଡ୍ରର ବି ମାନେ ଲେନ୍ଥ ଆଉ ଡିପ୍ ବହୁତ ଭଲ ଅଛି। ଆପଣ ବହୁତ ଭଲ ସାରା, ମାନେ ବହୁତ ଭଲ କ୍ୱାଣ୍ଟିଟିର ଜିନିଷ ରହିବ ଏଥିରେ। ଦେଖନ୍ତୁ 6ଟାର ଏଇଟା ଅଛି, 6ଟା ଡ୍ର। ଫାଇନାଲ୍ ଲୁକ୍ଟା ଦେଖନ୍ତୁ, ପୁରା କେମିତି ସୁନ୍ଦର ଲାଗୁଛି ଏଇଟା। ତାପରେ ଗୋଟେ ଫୁଲ ଦାନୀ ଥୁଆ ହେଇଛି। ଆଉ ଦେଖନ୍ତୁ ଏଇଠି ବସିକି ଗୋଟେ ପିଲା କାମ କରୁଛି। ଆଉ ଅର୍ଗାନାଇଜ୍ କରୁଛି। ମୋର ତ କାମ ଏଇଆ, ମୁଁ ସେଇଥିପାଇଁ ସେଇଟା ବି ମଗେଇଛି, ମାନେ ଯେମିତି ଟିକେ ମୁଁ ଭଲସେ ଜିନିଷ ଅର୍ଗାନାଇଜ୍ କରିକି ରଖିପାରିବି। ଆଉ ଗୋଟେ ଜିନିଷ ଦେଖନ୍ତୁ, ସିଏ ତ ଦେଖନ୍ତୁ ଏଇଟା ଗୋଟେ ଜିନିଷ ଦେଖନ୍ତୁ। ହଁ ଏଇଟା ପିଲାବେଳର ଜିନିଷ ଦେଖନ୍ତୁ। ଏଇଟା କଣ୍ଢେଇଟା କାହା ପାଖରେ ଏମିତି ଅଛି ଆମକୁ କହିବେ କମେଣ୍ଟରେ। ପିଲାବେଳ ଆଖି ଜିନିଷ। ମିଟି ମିଟି କରେ, ଆମେ ଛୋଟବେଳେ କହନ୍ତି ଆଖି ମିଟି ମିଟି, ଏମିତି କହିବୁ ଶୁଆଇବୁ, ଏମିତି କରିବା।